ଆସନ୍ତୁ ଆମ୍ଭେମାନେ ଜାଣିବା। ଯୀଶୁ କହିଲେ, ମୁଁ ଉତ୍ତମ ମେଷପାଳକ। ଏହି ଭିଡ଼ିଓ ଶୁଣିବା ପୂର୍ବରୁ ଆମ ଚ୍ୟାନେଲକୁ ନୂଆ କରି ଆସିଛନ୍ତି ତାହେଲେ ସବସ୍କ୍ରାଇବ୍ ଏବଂ ଲାଇକ୍ କରନ୍ତୁ। ତେବେ ଡେରି ନ କରି ସିଧା ଟପିକ୍ ଉପରକୁ ଯିବା। ଯୀଶୁ କହିଲେ, ମୁଁ ଉତ୍ତମ ମେଷପାଳକ। ଉତ୍ତମ ମେଷପାଳକ ମେଷଗୁଡ଼ିକ ନିମନ୍ତେ ଆପଣା ପ୍ରାଣ ଦିଏ। 12 ପଦରେ ଲେଖାଯାଏ ଯେ ମେଷପାଳକ ନୁହେଁ ମାତ୍ର ବର୍ତ୍ତନ ଗ୍ରାହକ, ମେଷଗୁଡ଼ିକ ଯାହାର ନିଜର ନୁହନ୍ତି। ସେ ବାଘ ଆସିବା ଦେଖି ମେଷଗୁଡ଼ିକୁ ଛାଡ଼ି ପଳାଏ, ଆଉ ବାଘ ସେମାନଙ୍କୁ ଧରି ଛିନ୍ନ ଭିନ୍ନ କରେ। 13 ପଦ, କାରଣ ସେ ବର୍ତ୍ତନ ଗ୍ରାହକ ଓ ମେଷଗୁଡ଼ିକ ନିମନ୍ତେ ଚିନ୍ତା କରେ ନାହିଁ। ସତରେ ପ୍ରିୟ ବନ୍ଧୁ, ପ୍ରଭୁ ଯୀଶୁ ଖ୍ରୀଷ୍ଟ ଆପଣା ମେଷଗୁଡ଼ିକ ନିମନ୍ତେ ପ୍ରାଣ ଦାନ କରିବା ନିମନ୍ତେ ଜଗତରେ ଆସିଥିଲେ। ଆମମାନେ ଦେଖିବାକୁ ପାଉଛୁ ଯେଉଁମାନେ ବର୍ତ୍ତନ ନିଅନ୍ତି ମେଷପାଳକମାନେ, ସେମାନେ ନିଜର ମେଷ ନୁହନ୍ତି। ସେଥିପାଇଁ ସେମାନେ ମେଷଗୁଡ଼ିକୁ ଯେତେବେଳେ ବାଘ ଆସିବେ ସେହି ସମୟରେ ଛାଡ଼ି ସେମାନେ ଚାଲି ଯାଇଥାନ୍ତି। ସେହି ସମୟରେ ମେଷଗୁଡ଼ିକ ଛିନ୍ନ ଭିନ୍ନ ହୋଇଯାଇଥାନ୍ତି। ସେହି ପ୍ରକାର ପ୍ରଭୁ ଯୀଶୁ ଖ୍ରୀଷ୍ଟ ନୁହେଁ, କିନ୍ତୁ ପୂର୍ବରୁ ଆସିଥିବା ଭାବବାଦୀ ମହାପୁରୁଷମାନଙ୍କ ବିଷୟରେ ମଧ୍ୟ ଯୀଶୁଖ୍ରୀଷ୍ଟ ଆମମାନଙ୍କୁ ସ୍ପଷ୍ଟ ରୂପେ ଜଣାଉଛନ୍ତି, ଯାହାକି ଯୋହନ ଲିଖିତ ସୁସମାଚାର 10 ଅଧ୍ୟାୟ 7 ପଦରେ ଆମମାନଙ୍କୁ 8 ପଦରେ ଆମମାନଙ୍କୁ ଜଣାଉଛି, ଯେତେ ଜଣ ମୋ ପୂର୍ବରେ ଆସିଅଛନ୍ତି ସେମାନେ ସମସ୍ତେ ଚୋର ଆଉ ଡକାୟତ, କିନ୍ତୁ ମେଷ ସବୁ ସେମାନଙ୍କ କଥା ଶୁଣିଲେ ନାହିଁ। ଆମ୍ଭେମାନେ ଦେଖିବାକୁ ପାଉଅଛୁ ଚତୁର୍ଦିଗରେ ମଧ୍ୟ ଯେ ମେଷଗୁଡ଼ିକ ଯୀଶୁଙ୍କର କଥା ଶୁଣୁଅଛନ୍ତି, କିନ୍ତୁ ପୂର୍ବରେ ଯେଉଁମାନେ ଆସିଥିଲେ ଯୀଶୁଙ୍କ ପୂର୍ବରୁ ସେମାନଙ୍କ କଥା ମେଷମାନେ ଶୁଣୁନାହାନ୍ତି। ଯଦ୍ୱାରା ଆମମାନେ ଜାଣିପାରୁଅଛୁ ଯେତେବେଳେ ଅନେକ ପ୍ରଭୁଙ୍କୁ ଯୀଶୁଙ୍କୁ ଜାଣିନଥିବା ଲୋକମାନେ ମଧ୍ୟ ଅଛନ୍ତି, ଆଉ ସେମାନଙ୍କ ନିମନ୍ତେ କହନ୍ତି ଯେ ମେଷଗୁଡ଼ିକ ଏହି ମେଷଶାଳାର ନୁହନ୍ତି, ମୋର ଏପରି ଅନ୍ୟ ମେଷଗୁଡ଼ିକ ଅଛନ୍ତି, ସେମାନଙ୍କୁ ମଧ୍ୟ ମୋତେ ଆଣିବାକୁ ହେବ। ପୁଣି ସେମାନେ ମୋହର ସ୍ୱର ଶୁଣିବେ, ସେଥିରେ ଗୋଟିଏ ପଲ ଓ ଗୋଟିଏ ପାଳକ। ସେହିପରି ଆମ୍ଭେମାନେ ଦେଖିବାକୁ ପାଉଅଛୁ ଯେ ଅନେକ ଲୋକମାନେ ପ୍ରଭୁ ଯୀଶୁ ଖ୍ରୀଷ୍ଟଙ୍କୁ ଗ୍ରହଣ କରୁଅଛନ୍ତି। ମାନେ ପ୍ରଭୁ ଯୀଶୁ ଖ୍ରୀଷ୍ଟଙ୍କୁ ଯେଉଁମାନେ ଗ୍ରହଣ କରିଥିଲେ ସେମାନେ ଅନ୍ୟ ଲୋକମାନଙ୍କର ଅଗ୍ରଗାମୀ ହେଉନାହାନ୍ତି, ବା ପୂର୍ବର ଯେଉଁ ଦାସରେ ଥିଲେ ସେଠାରେ ସେମାନେ ଯାଉନାହାନ୍ତି, କିନ୍ତୁ ଯେଉଁମାନେ ଜାଣିନଥିଲେ ପ୍ରଭୁ ଯୀଶୁ ଖ୍ରୀଷ୍ଟଙ୍କୁ ସେମାନେ ପ୍ରଭୁ ଯୀଶୁ ଖ୍ରୀଷ୍ଟଙ୍କର ସ୍ୱର ଶୁଣି ଜାଣିକି ସେମାନେ ଆସୁଛନ୍ତି। ଅନେକ ପ୍ରଭୁ ଯୀଶୁ ଖ୍ରୀଷ୍ଟଙ୍କୁ ଜାଣୁଥିବା ଲୋକମାନଙ୍କୁ ମଧ୍ୟ କ୍ଲେଶ ଦିଆଯାଉଅଛି, ତାଡ଼ନା କରାଯାଉଅଛି। ଅନେକ ଡିଷ୍ଟ୍ରିକ୍ଟ ଗୁଡ଼ାକରେ ମଧ୍ୟ ଅନେକ ଗ୍ରାମମାନଙ୍କରେ ମଧ୍ୟ ଦେଖିବାକୁ ଆମମାନେ ପାଉଅଛୁ ବିନା କାରଣରେ ସେମାନଙ୍କୁ କଷ୍ଟ ଦିଆଯାଉଅଛି। ସେମାନେ କୌଣସି ପ୍ରକାର ଅନ୍ୟ ଲୋକମାନଙ୍କର କ୍ଷତି କରିନଥାନ୍ତି, କିନ୍ତୁ ବାଧ୍ୟ ହୋଇକି ଯୀଶୁଙ୍କୁ ଜାଣିବା ହେତୁ ସେମାନଙ୍କୁ ଘୃଣା କରି ସେମାନଙ୍କୁ କଷ୍ଟ ଦିଆଯାଉଅଛି, ଯେହେତୁ ସେମାନେ ଯୀଶୁଙ୍କର ସ୍ୱର ଶୁଣି ଯୀଶୁଙ୍କ ନିକଟକୁ ଆସୁଛନ୍ତି। ସେଥିନିମନ୍ତେ ଯୀଶୁ ବାକ୍ୟରେ ଆମମାନଙ୍କୁ କହୁଅଛନ୍ତି ଯେ ଅନ୍ୟ ମେଷଗୁଡ଼ିକ ମଧ୍ୟ ଅଛନ୍ତି ମୋ ମେଷଶାଳା ବାହାରେ, ଆଉ ସେମାନଙ୍କୁ ମଧ୍ୟ ମୁଁ ଆଣିବି, ଆଉ ସେମାନେ ମୋହର ସ୍ୱର ଶୁଣିବେ।
ଏହି ପ୍ରକାର ଅନେକ ଲୋକମାନଙ୍କ ନିମନ୍ତେ ଖ୍ରୀଷ୍ଟିଆନ ହେତୁରୁ ତାଡ଼ନା ଆସିଲେ ମଧ୍ୟ ଯେତେ ସେମାନଙ୍କୁ ତାଡ଼ନା ଆସିବ ସେତେ ପ୍ରଭୁ ସେମାନଙ୍କୁ ସ୍ୱାଗତମ କରିବେ, ନିଜକୁ ଡାକିବେ। ଆଉ ଯୀଶୁଙ୍କର ସ୍ୱର ଶୁଣି ଲୋକମାନେ ସମସ୍ତେ ଯୀଶୁଙ୍କ ନିକଟକୁ ଆସୁଅଛନ୍ତି। କିନ୍ତୁ ସେଥି ନିମନ୍ତେ ଯୀଶୁ କହିଲେ 14 ପଦରେ, ମୁଁ ଉତ୍ତମ ମେଷ ପାଳକ। ପିତା ଯେପରି ମୋତେ ଜାଣନ୍ତି ମୁଁ ପିତାଙ୍କୁ ଜାଣେ, ସେହିପରି ମୁଁ ମୋ ନିଜର ମେଷଗୁଡ଼ିକୁ ଜାଣେ ଆଉ ମୋ ନିଜର ମେଷଗୁଡ଼ିକ ମୋତେ ଜାଣନ୍ତି। ପୁଣି ମେଷଗୁଡ଼ିକ ନିମନ୍ତେ ମୁଁ ମୋର ପ୍ରାଣ ଦାନ କରେ। ସତରେ ପ୍ରିୟ ବନ୍ଧୁ, ପ୍ରଭୁ ଯୀଶୁ ଖ୍ରୀଷ୍ଟ ମେଷଗୁଡ଼ିକ ନିମନ୍ତେ ପ୍ରାଣ ଦାନ କରିବାକୁ ଆସିଛନ୍ତି। ସେ ମେଷଗୁଡ଼ିକ ହେଉଛି ସମସ୍ତେ ଜଗତର ଲୋକମାନଙ୍କୁ ମେଷ ବୋଲି ଆମକୁ କୁହାଯାଉଅଛି। ଆମମାନେ କେବଳ ଭାବିବା ନାହିଁ ଯେ ମେଷ ବୋଲେ ଛେଳି ମେଣ୍ଢା କଥା ପ୍ରଭୁ ଯୀଶୁ ଚିନ୍ତା କରୁଛନ୍ତି, ତାହା ନୁହଁ। କିନ୍ତୁ ପ୍ରଭୁ ଯୀଶୁ ଖ୍ରୀଷ୍ଟ ଯେ ପ୍ରତ୍ୟେକ ମନୁଷ୍ୟମାନଙ୍କୁ ମେଷ ସଦୃଶ ନେଇଥାନ୍ତି। ସେଥି ନିମନ୍ତେ ଯୀଶୁ ହେଉଛନ୍ତି ମେଷ ପାଳକ। ସେ ହିଁ କହୁଛନ୍ତି, ମୁଁ ହେଉଛି ମେଷମାନଙ୍କର ଦ୍ୱାର, ଯିଏକି ଏ ଦ୍ୱାର ଦେଇ ପ୍ରବେଶ କରେ ତାହେଲେ ସେ ରକ୍ଷା ପାଇବ ଏବଂ ଭିତରକୁ ଆସି ଓ ବାହାରକୁ ଯାଇ ଚରା ପାଇବ। ଏହି ପ୍ରଭୁ ଯୀଶୁ ଖ୍ରୀଷ୍ଟ ହେଉଛନ୍ତି ଏ ମେଷମାନଙ୍କର, ଏଇ ଲୋକମାନଙ୍କର ପ୍ରବେଶ କରିବା ଦ୍ୱାର, ଯାହାକି ସ୍ୱର୍ଗରେ ସେ ଅଛନ୍ତି। ତାଙ୍କଠାରେ ସ୍ୱର୍ଗରେ ପ୍ରବେଶ କରିବା ନିମନ୍ତେ ଯୀଶୁ ଖ୍ରୀଷ୍ଟ ହେଉଛନ୍ତି ଦୁଆର। ସେଥି ନିମନ୍ତେ ଯୀଶୁ ଖ୍ରୀଷ୍ଟଙ୍କଠାରେ ଅନେକ ଲୋକମାନେ ଆସି ତାଙ୍କର ସ୍ୱର ଶୁଣି ତାଙ୍କ ନିକଟକୁ ଯିବା ନିମନ୍ତେ ପ୍ରସ୍ତୁତ ହେଉଛନ୍ତି। ସେଥିପାଇଁ ବାକ୍ୟ ମଧ୍ୟ ଆମମାନଙ୍କୁ କହୁଅଛି ଯେ ମୋର ବାକ୍ୟ ବିନ୍ଦୁଟେ ମଧ୍ୟ ଏପଟେ ସେପଟେ ହେବ ନାହିଁ। ଆକାଶ ଆଉ ପୃଥିବୀ ଲୋପ ପାଇବ, କିନ୍ତୁ ମୋହର ବାକ୍ୟ ବିନ୍ଦୁଏ ମଧ୍ୟ ଲୋପ ପାଇବ ନାହିଁ। ଯୀଶୁ ଯାହା କହିକି ଯାଇଛନ୍ତି ତାହା ସତରେ ଘଟିବାକୁ ଯାଉଛି। ଅନେକ ତାଡ଼ନା ଆସିଲେ ବି, ଅନେକ କଷ୍ଟ ଆସିଲେ ବି ଯୀଶୁଙ୍କୁ ଜାଣିଥିବା ଲୋକମାନେ ଯୀଶୁଙ୍କୁ ଆଗେଇ ଆଗେଇ ହିଁ ଚାଲୁଛନ୍ତି। କିନ୍ତୁ ଯେଉଁମାନେ ଯୀଶୁଙ୍କୁ ଜାଣୁନାହାନ୍ତି ସେମାନେ ମଧ୍ୟ ଯୀଶୁଙ୍କୁ ଜାଣିବା ନିମନ୍ତେ ଆପେ ଆପେ ସ୍ୱର ଶୁଣି ଆସୁଛନ୍ତି। ସେଥି ନିମନ୍ତେ ବନ୍ଧୁମାନେ ଆମେମାନେ ପ୍ରସ୍ତୁତର ସହିତ ଜୀବନ କାଟିବା ଆଉ ଯୀଶୁଙ୍କୁ ଆମମାନେ ମେଷମାନଙ୍କର ଦ୍ୱାର ଆଉ ମେଷ ପାଳକ ବୋଲି ଆମମାନେ ବିଶ୍ୱାସ କରି ତାଙ୍କର ସ୍ୱର ଶୁଣି ତାଙ୍କର ପଲ ସହିତ ଆମମାନେ ସବୁବେଳେ ତାଙ୍କଠାରେ ହିଁ ଚରା ପାଇବା ନିମନ୍ତେ ଜାଗ୍ରତର ସହିତ ପ୍ରସ୍ତୁତର ସହିତ ଆମମାନେ ସମୟ ଅତିବାହିତ କରିବା ଆଉ ସଦାସର୍ବଦା ପ୍ରଭୁ ଆମମାନଙ୍କ ସାଥିରେ ଥାଇ ସାହାଯ୍ୟ ଉପକାର କରିବେ। ଅଳ୍ପ ଶିକ୍ଷା ପରେ ପ୍ରଭୁ ସମସ୍ତଙ୍କୁ ଆଶୀର୍ବାଦ କରନ୍ତୁ। ଆମେନ୍।